ଏକ ସମୟରେ ଓଡ଼ିଶାର ଏକ ସୁନ୍ଦର ଗାଁଟିଏ ଥିଲା। ସେଇ ଗାଁର ଲୋକମାନେ ବହୁତ ଶାନ୍ତିପ୍ରିୟ ଥିଲେ। ସେମାନେ ନିଜେ ନିଜର ଜୀବନ ନିର୍ବାହ କରିବା ନିମନ୍ତେ କେହି କେହି ଜମିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଥାନ୍ତି ତ ଆଉ କେହି କେହି ଜମିରେ ଧାନ, ଗହମ, ମକା, ଯଅ ଇତ୍ୟାଦି ବିଭିନ୍ନ ପ୍ରକାରର ଫସଲ କରିଥାନ୍ତି। ଏଇ ଗାଁଟି ସହରାଞ୍ଚଳର ଆଧୁନିକତା ଠାରୁ ବହୁତ ପଛରେ। ଏଇ ଗାଁର ସବୁଜ କ୍ଷେତ ଓ ବିଭିନ୍ନ ପ୍ରକାର ପଶୁପକ୍ଷୀମାନଙ୍କର ରାବ ଏ ଗାଁକୁ ଆହୁରି ସୁନ୍ଦର କରିଦେଇଥାଏ। ଏଠି ଲୋକମାନେ ମାଟିକୁ ମା ସହିତ ତୁଳନା କରନ୍ତି। ଚାଲନ୍ତୁ ମୁଁ ଏବେ ଆପଣମାନଙ୍କୁ ଏଇ ଗାଁ ବିଷୟରେ ଗୋଟେ କାହାଣୀଟେ ଶୁଣେଇବି। ଏଇ କାହାଣୀଟି ସ୍ନେହ, ପ୍ରେମ, ହିଂସା ଓ ମିଥ୍ୟା ଭରା କାହାଣୀଟେ। ଏଇ ଗାଁରେ ଦେଖୁଥିବା ଏ ଘରଟି ରଘୁର ଅଟେ। ଏଇ ରଘୁ ଦେଖିବାକୁ ଗଲେ ଜଣେ ଅନାଥ। ତାର ଏଇ ଦୁନିଆରେ କେହି ନାହାନ୍ତି। ସେ ଘରେ ରଘୁ ବିଲକୁଲ ଏକେଲା ରହୁଥିଲା। ରଘୁ ପ୍ରତିଦିନ ସକାଳୁ ଉଠି ତାର ବଉଳା ଗାଈକୁ କଅଁଳ ଘାସ ଖାଇବା ଲାଗି ଦିଏ। ରଘୁ ତ ଥିଲା ଜଣେ ବହୁତ ଭଲ ମଣିଷ। ସେ ପଶୁପକ୍ଷୀ ଓ ଜୀବଜନ୍ତୁମାନଙ୍କୁ ବହୁତ ଭଲ ପାଉଥିଲା। ସେ ପ୍ରତିଦିନ ବଉଳାକୁ ଖାଇବାକୁ ଦେଇସାରି ଜଙ୍ଗଲକୁ ଫଳ ସଂଗ୍ରହ କରିବା ଲାଗି ଯାଉଥିଲା। ସେ ଜଙ୍ଗଲରୁ ବିଭିନ୍ନ ପ୍ରକାରର ଫଳମୂଳ ସଂଗ୍ରହ କରି ତାକୁ ଆଣି ଗାଁ ଗାଁରେ ବିକ୍ରି କରୁଥିଲା। ସେଇଥିରୁ ଯେତିକି ପଇସା ମିଳୁଥିଲା ସେଇଥିରେ ସେ ତାର ଜୀବନ ଯାପନ କରୁଥିଲା। ଆଚ୍ଛା ମଉସା, କୁହ ଆଜି କେତେ ଫଳ ଦେବା? ବୁଝିଲୁ ରଘୁ, ତୁ କାଲି ଯୋଉ ସବୁ ଫଳ ଦେଇଥିଲୁ ସେଥିରୁ ମୋର ସେଉ ଅଛି, ହେଲେ ଅଙ୍ଗୁରଟା ସରିଯାଇଛି। ମତେ ଅଙ୍ଗୁର 500 ଦେଇଯା। ହଉ ମଉସା, ଠିକ ଅଛି। ଆଚ୍ଛା ରଘୁ, ମୁଁ ଗୋଟେ କଥା ଦେଖୁଛି, ତୁ ତ ମତେ ଜମା ପଇସା ମାଗୁନାହୁଁ। ଓହୋ ମଉସା, ତମେ କହୁଛ ଯେମିତି ଏ କେଇଟା ଫଳର ପଇସା ପାଇଁ ଘର ଭାଙ୍ଗି କୁଆଡେ ପଳେଇବ। ଦେଖ ମଉସା, ମୁଁ ଜାଣିଛି ତମେ ଏବେ ବହୁତ ଅସୁବିଧାରେ ଅଛ। ତମେ ସେସବୁ କଥା ଚିନ୍ତା କର ନା। ଏଇ ନିଅ ଫଳ ନେଲ, ମୁଁ ଯାଏ। ମତେ ପୁଣି ଗାଁ ଗାଁ ବୁଲି ଏ ଫଳ ଗୁଡ଼ିକୁ ବିକ୍ରି କରିବାକୁ ପଡ଼ିବ। ଏମିତି କହିସାରି ରଘୁ ସେ ବୁଢ଼ା ମଉସା ଜଣଙ୍କୁ ଫଳ ଦେଇ ସେଠାରୁ ଚାଲିଯାଏ। ରଘୁର ଚାଲିଯିବା ପରେ ବୁଢ଼ା ମଉସା ଜଣଙ୍କ କୁହନ୍ତି, ସତରେ ଏଇ ରଘୁ ଭଳି ଯଦି ମୋର ଗୋଟେ ପୁଅ ଥାନ୍ତା ତାହେଲେ କେତେ ଭଲ ହୋଇଥାନ୍ତା। ଏଇ ରଘୁ କେତେ ସରଳ, କେତେ ସଚୋଟ। ଆରେ ଏମିତିକା ପୁଅକୁ ତ ବାପା ମା ମାନେ ଛାଡି ଆର ପାରିକି ଚାଲି ଯାଇଛନ୍ତି, ହେଲେ ସେ ଉପରେ ଥାଏ ନିଶ୍ଚୟ ଗର୍ବ କରୁଥିବେ। ଏମିତି ରଘୁ ଗାଁ ଗାଁ ବୁଲି ଫଳ ଗୁଡ଼ିକୁ ବିକ୍ରି କରେ ଆଉ ସନ୍ଧ୍ୟା ହେବା ମାତ୍ରେ ଘରକୁ ଫେରିଆସେ। ଏମିତି ରଘୁ ପ୍ରତିଦିନ ଜଙ୍ଗଲକୁ ଯାଏ ଆଉ ଫଳ ସଂଗ୍ରହ କରି ତାକୁ ଆଣି ବଜାରରେ ବିକ୍ରି କରେ। ଏମିତିରେ କିଛି ଦିନ ବିତିଯାଏ। ନା, ମୋର ଏମିତି ବିଶ୍ରାମ କରିବାଟା ଠିକ୍ ନୁହେଁ। ଏମିତିରେ ବି ଚାଷ ଜମି ଖଣ୍ଡେ କିଣିବା ପାଇଁ ବହୁତ ପଇସା ଦରକାର। ମତେ ଏବେ ଦ୍ୱିଗୁଣା ପରିଶ୍ରମ କରି ଜଙ୍ଗଲରୁ ବହୁତ ସାରା ଫଳ ଆଣିବାକୁ ହେବ, ଆଉ ତାକୁ ବିକ୍ରି କରି ମତେ ଶୀଘ୍ର ବହୁତ ସାରା ପଇସା ଜମା କରିବାକୁ ପଡ଼ିବ। ସେଇ ପଇସାରେ ମୁଁ ମୋର ନିଜର ଗୋଟେ କ୍ଷେତ ଜମିଟେ କିଣିପାରିବି। ଏମିତି କହିସାରି ରଘୁ ପୁଣି ଥରେ ଜଙ୍ଗଲକୁ ଫଳ ଆଣିବା ଲାଗି ବାହାରିଗଲା। ରଘୁ ସେଇ ଜଙ୍ଗଲର ବାଟ ଦେଇ ଯାଉଥିବା ବାଟରେ ସେ ଦେଖେ ତ ଗୋଟେ ମାଙ୍କଡ଼ଟେ ତଳେ ପଡ଼ିଛି। ସେ ମାଙ୍କଡ଼ଟିକୁ ଏମିତି ଅଚେତ ଭାବରେ ପଡ଼ିଥିବାର ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲା। ଆରେ ହେ ଭଗବାନ, ଏ ନିରୀହ ପଶୁଟାର ପୁଣି କ'ଣ ହେଇଗଲା? ଏମିତି କହିସାରି ରଘୁ ଯେତେବେଳେ ସେ ମାଙ୍କଡ଼ର ଦେହରେ ହାତ ମାରିଛି ସେ ଦେଖେ ତ ମାଙ୍କଡ଼ଟି ବହୁତ ଜୋରରେ ଜ୍ୱରରେ କମ୍ପୁଥିଲା। ମାଙ୍କଡ଼ଟିକୁ ଏମିତି ଜ୍ୱରରେ କମ୍ପୁଥିବାର ଦେଖି ରଘୁ କହିଲା, ନା, ମୋର ଏ ମାଙ୍କଡ଼ଟିକୁ ଏଠାରେ ଏକେଲା ଛାଡ଼ି ଯିବାଟା ଠିକ୍ ହେବନି। କାହିଁକି ନା ଏ ଜଙ୍ଗଲରେ ରହୁଥିବା ହିଂସ୍ର ଜୀବଜନ୍ତୁମାନେ ଆର ଜୀବନ ନେଇଯାଇପାରନ୍ତି। ମତେ ଏବେ ଗୋଟେ କାମ କରିବାକୁ ପଡ଼ିବ। ମୁଁ ଯାଉଛି ଏ ମାଙ୍କଡ଼ଟିକୁ ମୋ ସାଙ୍ଗରେ ଘରକୁ ନେଇଯିବି, ଆଉ ସେ ଠିକ୍ ହେଇଯିବା ମାତ୍ରେ ତାକୁ ଆଣି ପୁଣି ଥରେ ଜଙ୍ଗଲରେ ଛାଡ଼ିଦେବି। ଏମିତି କହିସାରି ରଘୁ ସେ ମାଙ୍କଡ଼ଟିକୁ କାନ୍ଧରେ ପକାଇ ତା ଘରକୁ ନେଇ ଆସିଲା। ତାପରେ ରଘୁ
ସେ ମାଙ୍କଡ଼ଟିର ଖୁବ୍ ସେବା ଯତ୍ନ କଲା। ଆଉ କିଛି ଦିନ ମଧ୍ୟରେ ସେ ମାଙ୍କଡ଼ଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଗଲା। ମାଙ୍କଡ଼ଟି ରଘୁ ସହିତ ରହି ରହି ସେ ଦୁଇ ଜଣଙ୍କ ମଧ୍ୟରେ ଏକ ସୁନ୍ଦର ବନ୍ଧୁତା ଗଢ଼ି ଉଠିଥିଲା। ଆଚ୍ଛା ମିତ୍ର, କୁହ ତ ତୁମ ଦେହ ଏବେ କିପରି ଲାଗୁଛି? ହଁ ମିତ୍ର, ମୁଁ ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯାଇଛି। ଯଦି ତମେ ମତେ ସେଦିନ ତମ ଘରକୁ ନ ଆଣିଥାନ୍ତ ତାହେଲେ ମୁଁ ଏ ଦୁନିଆରେ ହୁଏତ ନଥାନ୍ତି। ସତରେ ମିତ୍ର, ତମକୁ ବହୁତ ବହୁତ ଧନ୍ୟବାଦ। ବାଃ, ତମକୁ ମାନିବାକୁ ପଡ଼ିବ। ଆଉ ଏଣେ ମିତ୍ର କହୁଛ, ପୁଣି ଆଡ଼େ ଧନ୍ୟବାଦ ଜଣାଉଛ। ଯଦି ପୁଣି ଥରେ ଆଉ ମୋତେ ଧନ୍ୟବାଦ ଜଣେଇବ, ମୁଁ ଯେଉଁଠାରୁ ତମକୁ ଆଣିଥିଲି ସେଇଠାରେ କାଚି ଦେଇ ଆସିବି। ହଉ ହଉ ମିତ୍ର, ହେଲା ହେଲା, ମୁଁ ତମକୁ ଆଉ କେବେ ଧନ୍ୟବାଦ ଜଣେଇବି ନାହିଁ। ହଉ ମିତ୍ର, ତମେ ଗୋଟେ କାମ କର, ଏଇ ଘରେ ରହି ବିଶ୍ରାମ ନିଅ। ମୁଁ ଜଙ୍ଗଲରୁ ଯାଇ କିଛି ଫଳମୂଳ ସଂଗ୍ରହ କରି ଆସୁଛି। ମିତ୍ର, ମୁଁ ତ ଏବେ ସମ୍ପୂର୍ଣ୍ଣ ରୂପେ ଠିକ ହୋଇସାରିଛି। ଆଉ ମୋର ବିଶ୍ରାମ କରିବା କ'ଣ ଦରକାର? ମୁଁ ବି ତମ ସହିତ ଯିବି। ଆରେ ନାଇଁ ନାଇଁ ମିତ୍ର, ତମର ଯିବା ପୁଣି କ'ଣ ଦରକାର? ତମେ ଏଇଠି ଘରେ ରୁହ। ଆଚ୍ଛା କଥା କହୁଛ ତମେ ମିତ୍ର। ଆଉ ତମେ ମୋର ଜୀବନ ବଞ୍ଚେଇଛ, ମୁଁ ତମକୁ ତମ କାମରେ ଟିକେ ସାହାଯ୍ୟ କରିପାରିବି ନାହିଁ? ହଉ ମିତ୍ର, ହେଲା ବାବା ହେଲା। ତମେ ଯେତେବେଳେ ଏତେ ଜିଦ୍ଦି କରି କହୁଛ, ହଉ ତମ କଥା ରହିଲା। ଆମେ ଦୁହେଁ ସାଙ୍ଗ ହୋଇ ଜଙ୍ଗଲକୁ ଯିବା। ତାପରେ ସେ ଦୁଇ ଜଣ ଜଙ୍ଗଲକୁ ଫଳ ସଂଗ୍ରହ କରିବା ଲାଗି ଗଲେ। ତାପରେ ସେମାନେ ଜଙ୍ଗଲରେ ଯାଇ ସେଉ ଗଛ ମୂଳେ ପହଞ୍ଚିଲେ। ସେଉ ଗଛ ମୂଳେ ପହଞ୍ଚିବା ମାତ୍ରେ ମାଙ୍କଡ଼ଟି ତୁରନ୍ତ ସେ ଗଛକୁ ଚଢ଼ିଗଲା। ତାପରେ ସେ ଗଛକୁ ଚଢ଼ିଯାଇ ବହୁ ସାରା ସେଉ ଛିଣ୍ଡାଇ ତଳକୁ ପକାଇଲା। ଏମିତି କିଛି ଅଳ୍ପ ସମୟ ମଧ୍ୟରେ ରଘୁର ସେଉ ଝୁଡ଼ୁଟି ସମ୍ପୂର୍ଣ୍ଣ ରୂପେ ଭରିଗଲା। ଏମିତି ରଘୁ ଆଉ ମାଙ୍କଡ଼ ଦୁଇ ଜଣ ଜଙ୍ଗଲରୁ ବିଭିନ୍ନ ପ୍ରକାର ଫଳମୂଳ ସଂଗ୍ରହ କରି ତାକୁ ଗାଁରେ ବିକ୍ରି କରିବା ଲାଗି ବାହାରି ଆସିଲେ। ଆଉ ଗାଁ ଗାଁ ବୁଲି ସେ ଫଳଗୁଡ଼ିକୁ ବିକ୍ରି କରିବାକୁ ଲାଗିଲେ। ସେମାନେ ଫଳଗୁଡ଼ିକୁ ବିକ୍ରି କରିସାରି ସନ୍ଧ୍ୟା ହେବା ମାତ୍ରେ ଘରକୁ ଫେରିଆସନ୍ତି। ଏମିତି ରଘୁ ଆଉ ତାର ମାଙ୍କଡ଼ ପ୍ରତିଦିନ ଜଙ୍ଗଲରୁ ବିଭିନ୍ନ ପ୍ରକାର ଫଳମୂଳ ଆଣି ଗାଁରେ ବିକ୍ରି କରନ୍ତି। ଏବେ ମାଙ୍କଡ଼ଟି ପାଇଁ ରଘୁର ଫଳ ବେପାରରେ ବହୁତ ଭଲ ଲାଭ ହେଉଥାଏ। କାହିଁକି ନା ମାଙ୍କଡ଼ଟି ଗଛର ଅଗ୍ରଭାଗକୁ ଚଢ଼ି ଭଲ ତଟକା ତଟକା ଫଳ ସଂଗ୍ରହ କରିଦିଏ, ଯାହା ଫଳରେ ରଘୁର ବହୁତ ଭଲ ବେପାର ହୁଏ। ରଘୁର ଏପରି ଭଲ ବ୍ୟବସାୟ ହେଉଥିବାର ଦେଖି ସେଇ ଗାଁର ରାଧୁଆ ନାମକ ଜଣେ ଯୁବକ ଏସବୁ ଘଟଣାକୁ ସହିପାରେ ନାହିଁ। ଆରେ, ଏଇ ମାଙ୍କଡ଼ଟା ପାଇଁ ରଘୁର ବେପାରରେ ବହୁତ ଭଲ ଲାଭ ହଉଛି। ହଁ, ମତେ କିଛି ନା କିଛି କରି ଏ ମାଙ୍କଡ଼ଟାକୁ ଏ ଗାଁରୁ ତଡ଼ିବାକୁ ପଡ଼ିବ, ନହେଲେ ରଘୁ ତ ମୋ ଠାରୁ ବି ଉପରକୁ ପଳେଇବ। ହଁ, ମତେ ଏ ମାଙ୍କଡ଼ ପାଇଁ କିଛି ନା କିଛି ପ୍ଲାନ୍ କରିବାକୁ ପଡ଼ିବ, ଯେମିତି ଏ ମାଙ୍କଡ଼ଟିକୁ ଗାଁରୁ ତଡ଼ି ଦିଆଯିବ। ତାପରେ କିଛି ସମୟ ମଧ୍ୟରେ ରାତ୍ରି ହୋଇଯାଏ। ଗାଁର ଲୋକମାନେ ନିଘଡ଼ ନିଦରେ ଶୋଇପଡ଼ନ୍ତି। ତାପରେ ରାଧୁଆ ରାଜୁର ପରିବା କ୍ଷେତରେ ପହଞ୍ଚି ପାଦରେ ଦଳି ଚକଡ଼ି ତାର ଫସଲ ସବୁ ନଷ୍ଟ କରିଦିଏ। ହଁ, ଏଥର କାମଟା ହେଇଗଲା। ଏଥର ରଘୁ ଆଉ ତା ମାଙ୍କଡ଼ କେମିତି ଏ ଗାଁରେ ରହିବେ ମୁଁ ବି ଦେଖିବି। ଯଦି ମୁଁ ସେ ମାଙ୍କଡ଼ଟିକୁ ଏ ଗାଁରୁ ନ ତଡ଼ି ଦେଇଛି ତାହେଲେ ମୋ ନାଁ ରାଧୁଆ ନୁହେଁ। ଏମିତି ରାଧୁଆ ରାଜୁର ପରିବା କ୍ଷେତକୁ ନଷ୍ଟ କରି ଘରକୁ ଚାଲିଗଲା। ସକାଳ ହେବା ମାତ୍ରେ ରାଜୁ ଯେତେବେଳେ ତା ପରିବା କ୍ଷେତ ପାଖରେ ଆସି ପହଞ୍ଚି ଦେଖେ ତ ସେଠାରେ ତାର ସବୁତକ ପନିପରିବା ନଷ୍ଟ ହୋଇଯାଇଛି। ଏ ସବୁ ଘଟଣାକୁ ଦେଖି ସେ ବହୁତ ମନ ଦୁଃଖ କରେ, ଆଉ ତା ସହିତ ବହୁ ଜୋର ବି ରାଗିଯାଏ। ଠିକ୍ ସେଇ ସମୟ ମଧ୍ୟରେ ରାଧୁଆ ସେଠାରେ ଆସି ପହଞ୍ଚେ। ରାଧୁଆ ସେଠାରେ ପହଞ୍ଚି ରାଜୁକୁ ପଚାରେ, ଆରେ ରାଜୁ ଭାଇ, କଣ ହେଲା? ଏତେ ଜୋରରେ ପାଟି କଣ ପାଇଁ କରୁଛ? ପାଟି କରିବିନି ତ ଆଉ କଣ କରିବି? ଦେଖ ରାଧୁ ଭାଇ, ମୋର ପରିବା କ୍ଷେତ ସବୁ କେମିତି ନଷ୍ଟ କରିଦିଆଯାଇଛି। କେମିତି ପଶୁ ଭଳି ସେ ମୋ ପରିବା କ୍ଷେତକୁ ନଷ୍ଟ କରିଦେଇଛି। ଆରେ ପଶୁ ଭଳି ନୁହେଁ, ପଶୁ କୁହ ପଶୁ। ମୁଁ ଦେଖିଛି ରାଜୁ ଭାଇ, କାଲି ରାତିରେ ରଘୁର ମାଙ୍କଡ଼ଟା ପରା ତମରି କ୍ଷେତ ଆଡକୁ ଆସୁଥିଲା। ସେ ମୁଁ ନିଜ ଆଖିରେ ଦେଖିଛି। ତା ମାନେ କଣ ରଘୁର ମାଙ୍କଡ଼ ଏସବୁ କରିଛି? ଆରେ ହଁ ହଁ, ବିଲକୁଲ। ତାହେଲେ ମତେ ଏବେ ଯାଇ ମୁଖିଆଙ୍କୁ ତୁରନ୍ତ ଜଣାଇବାକୁ ପଡ଼ିବ।
ତାପରେ ରାଜୁ ସେଠାରୁ ସିଧା ମୁଖିଆଙ୍କ ଘରକୁ ଗଲା ଆଉ ସେଠାରେ ପହଞ୍ଚି ମୁଖିଆଙ୍କୁ କହିଲା, ମୁଖିଆ ଆଜ୍ଞା, ମୁଁ ବର୍ବାଦ ହେଇଗଲି, ଆପଣ ମୋର ଅସୁବିଧାର ସମାଧାନ କରନ୍ତୁ। ହେଲେ ରାଜୁ, କଥା କଣ? ତମେ ତ ବହୁତ ବିଚଳିତ ଜଣା ପଡୁଛ, କଣ ହେଇଛି? ମୁଖିଆ ଆଜ୍ଞା, କଥା କଣ କି ରଘୁର ମାଙ୍କଡଟି ମୋର ସବୁତକ ଫସଲ ନଷ୍ଟ କରିଦେଇଛି। କଣ ରଘୁର ମାଙ୍କଡ? କଣ ରଘୁର ମାଙ୍କଡ ଏସବୁ କରିଛି ବୋଲି ତୁମ ପାଖରେ କିଛି ପ୍ରମାଣ ଅଛି? ହଁ ମୁଖିଆ ଆଜ୍ଞା, ରଘୁର ମାଙ୍କଡଟି ମୋର କ୍ଷେତ ନଷ୍ଟ କରୁଥିଲା ବେଳେ ରାଧୁଆ ଭାଇ ନିଜ ଆଖିରେ ଦେଖିଛି। ସିଏ ବି ଏଇ ବିଷୟରେ ସାକ୍ଷ୍ୟ ପ୍ରମାଣ ଦେବା ଲାଗି ରାଜି ଅଛି। ଆଚ୍ଛା, ତାହେଲେ ଠିକ ଅଛି। ଏବେ ସେ ରଘୁର ଘରକୁ ଚାଲ, ସେଇଠାରେ ଫଇସଲା ହେଇଯିବ। ତାପରେ ରାଜୁ ମୁଖିଆକୁ ସାଙ୍ଗରେ ନେଇ ତାର ନଷ୍ଟ ହୋଇଯାଇଥିବା ଚାଷ ଜମିକୁ ଦେଖାଏ। ରାଜୁର ଚାଷ ଜମିର ଏପରି ଅବସ୍ଥା ହୋଇଥିବାର ଦେଖି ମୁଖିଆ ତୁରନ୍ତ ସେଠାରୁ ଗାଁ ଲୋକକୁ ସାଙ୍ଗରେ ନେଇ ରଘୁର ଘର ଆଗରେ ଯାଇ ପହଞ୍ଚନ୍ତି। ରଘୁ, ଏ ରଘୁ, ଆରେ ବାହାରକୁ ଆସ ତ। ଏମିତି ମୁଖିଆ ରଘୁର ଘର ଆଗରେ ଛିଡ଼ା ହୋଇ ରଘୁକୁ ଡାକ ପକାନ୍ତି। ତାପରେ ରଘୁ ସେମାନଙ୍କ ଡାକ ଶୁଣି ଘରୁ ବାହାରି ଆସେ। ମୁଖିଆ ଆଜ୍ଞା, କଣ ହେଲା? ମତେ ଆପଣ ଏତେ ଜୋରେ କଣ ପାଇଁ ଡାକୁଛନ୍ତି? ଆଉ ଏତେ ଗାଁ ଲୋକ ଆପଣଙ୍କ ସହିତ ଆସିଛନ୍ତି, କଥା କଣ? କଥା କଣ ତୁ ଜମା ଜାଣିନୁ? ତୁ ମୋର ସବୁତକ ନଷ୍ଟ କରିସାରିଲା ପରେ ପୁଣି କହୁଛୁ କିଛି ଜାଣିନୁ? ହେଲେ ରାଜୁ ଭାଇ, ତମେ ଇଏ କଣ କହୁଛ? ମୁଁ ତ କିଛି ବୁଝିପାରୁନି, କଥା କଣ? ଶୁଣ ରଘୁ, କାଲି ରାତିରେ ତୋର ମାଙ୍କଡ ରାଜୁର ସବୁତକ ଫସଲ ନଷ୍ଟ କରିଦେଇଛି। ତତେ ଏହାର ସମ୍ପୂର୍ଣ୍ଣ କ୍ଷତିପୂରଣ ଦବାକୁ ହେବ। ଆଉ ତା ସହିତ ଏପରିକ ଭୁଲ ଯେମିତି ଦ୍ୱିତୀୟ ଥର ନ ହୁଏ, ସେଥିପାଇଁ ଏ ମାଙ୍କଡକୁ ତତେ ନେଇ ଜଙ୍ଗଲରେ ଛାଡି ଦେଇ ଆସିବାକୁ ହେବ। ନା, ଏ ଘଟଣା ପାଇଁ ଏ ନିରୀହ ମାଙ୍କଡଟା ଦାୟୀ ବୋଲି ମୁଁ କେବେ ବି ମାନିବିନି। ଏଇ ମାଙ୍କଡଟି ରାଜୁ ଭାଇର ଫସଲ ନଷ୍ଟ କରିଛି ବୋଲି ଆପଣଙ୍କ ପାଖରେ କଣ ପ୍ରମାଣ ଅଛି? ହଁ, ପ୍ରମାଣ ଅଛି। ରାଧୁ ଭାଇ ନିଜ ଆଖିରେ ଦେଖିଛି ଏ ମାଙ୍କଡଟି ମୋର ଫସଲ ନଷ୍ଟ କରୁଥିଲା ବେଳେ। ତାପରେ ରାଧୁ ସେଇ ସମୟରେ ଆସି ସେଠାରେ ପହଞ୍ଚେ। ତାପରେ ରାଧୁକୁ ଦେଖି ମୁଖିଆ କୁହନ୍ତି, ଆଚ୍ଛା ରାଧୁ, ଯାହା ତୁ ତ ନିଜ ଆଖିରେ ଦେଖିଛୁ ତାହା ଏଇ ଗାଁ ଲୋକଙ୍କ ଆଗରେ କହ। ମୁଖିଆ ଆଜ୍ଞା, ଏଥିରେ ମିଛ କହିଲେ ମୋର କଣ ବା ଲାଭ ହବ କହିଲ? ମୁଁ ଯାହା ଆଖିରେ ଦେଖିଛି ସେହା ହିଁ କହୁଛି। ସେଦିନ ରାତିରେ ରଘୁର ମାଙ୍କଡ ରାଜୁ ଭାଇର କ୍ଷେତରେ ପଶି ସବୁତକ ଫସଲ ନଷ୍ଟ କରୁଥିବାର ମୁଁ ଦେଖିଛି। ହେଲେ ରାଧୁ ଭାଇ, ତମେ ଏତେ ବଡ଼ ମିଛ କଥା କେମିତି କହିପାରୁଛ? ମୁଁ ତମର କଣ ବା କ୍ଷତି କରିଛି? ଆରେ ଶୁଣ ରଘୁ, ମୁଁ ଯାହା ଯାହା ଆଖିରେ ଦେଖିଥିଲି ସେଇଆ କହିଲି। ଶୁଣ ରଘୁ, ତତେ ଏଥର ତୋର ପ୍ରମାଣ ମିଳିଗଲା ତ? ରାଜୁର ଯାହା ବି କ୍ଷତି ହେଇଛି ତତେ ତାର ପୁରା ଭରଣ ପୋଷଣ କରିବାକୁ ହେବ। ମୁଖିଆ ଆଜ୍ଞା, ରାଜୁ ଭାଇ କ୍ଷେତର ଭରଣ ପୋଷଣ କରିବାର କ୍ଷମତା ମୋ ପାଖରେ ନାହିଁ। ମୋ ପାଖରେ ଏତେ ଟଙ୍କା କୋଉଠୁ ବା ଆସିବ? ତାହେଲେ କଣ? ତାହେଲେ ଶୁଣ ରାଜୁ, ତୁ ଯଦି ମୋ ଜମିର କ୍ଷତିପୂରଣ ନ ଦେବୁ ତାହେଲେ ଏ ମାଙ୍କଡଟିକୁ ସକାଳୁ ସକାଳୁ ନେଇ ଜଙ୍ଗଲରେ ଛାଡ଼ି ଆସିବୁ, ଯାହା ଫଳରେ ଗାଁରେ ଏପରି ଅବସ୍ଥା ଆଉ କାହାର ନ ହେବ। ଗାଁ ଲୋକମାନଙ୍କର ଏପରି କଥା ଶୁଣି ରଘୁ ଚୁପ୍ ରୁହେ। ସେ ବହୁତ ମନ ଦୁଃଖ କରିବାକୁ ଲାଗେ। ତାପରେ ଗାଁ ଲୋକମାନେ ସେମାନଙ୍କର ଫଇସଲା ଶୁଣେଇ ସେଠାରୁ ଚାଲିଯାଆନ୍ତି। ତାପରେ ରାତ୍ରି ହୋଇଯାଏ। ମୁଁ ଭଲ ଭାବରେ ଜାଣିଛି ମିତ୍ର, ତମେ ଏପରି କାମ କେବେ ବି କରିନଥିବ। ହଉ ଚାଲ, ଏବେ ଶୋଇପଡ଼। କାଲି ସକାଳୁ ସକାଳୁ ଆମେ ଏ ଗାଁ ଛାଡ଼ି ଚାଲିଯିବା। ହେଲେ ମିତ୍ର, ତମେ ମୋ ପାଇଁ କଣ ପାଇଁ ଗାଁ ଛାଡ଼ିବ? ବରଂ ମତେ ନେଇ ଛାଡ଼ି ଦେଇ ଆସ। ନାଇଁ ମିତ୍ର, ଯେଉଁଠାରେ ଆମକୁ ଧୋକା ମିଳିଥାଏ ସେଇଠାରେ ରହିବା ଅନୁଚିତ। ହଉ, ତମେ ଏବେ ଚାଲ, ଶୋଇପଡ଼। ଏମିତି କହି ରଘୁ ଶୋଇପଡ଼େ। ହେଲେ ମାଙ୍କଡଟିର ଆଖିକୁ ଜମା ବି ନିଦ ନଥାଏ। ସେ ଆଖି ମିଟି ମିଟି କରି ରଘୁ କଥା ଭାବୁଥାଏ। କାହିଁକି ନା ରଘୁ ତା ପାଇଁ ଆଜି ଗାଁ ଛାଡ଼ିବାକୁ ବି ପ୍ରସ୍ତୁତ ଅଛି। ଠିକ୍ ସେଇ ସମୟରେ ଜୋରରେ ଝଡ଼ ତୋଫାନ ଆସିବାକୁ ଲାଗେ। ତାପରେ ମାଙ୍କଡଟି ବାହାରକୁ ଯାଇ ଦେଖେ ତ ବହୁତ ଜୋରରେ ଝଡ଼ ପବନ ଆସୁଛି। ତାପରେ ସେ ତୁରନ୍ତ ଗଛ ଉପରକୁ ଚଢ଼ିଯାଏ ଆଉ ଦେଖେ ଗାଁର ସୀମା ଦେଇ ବହି ଯାଉଥିବା ନଦୀର ଜଳପ୍ରାପ୍ତ ବହୁତ ଜୋରରେ ବଢ଼ିବାକୁ ଲାଗେ, ଯାହାକି ବଢ଼ି ବଢ଼ି ଏକ ଭୟାନକ ବନ୍ୟାରେ ପରିଣତ ହେବାକୁ ଲାଗେ। ସେ ସବୁ ଦେଖି ଜୋରରେ ଗାଁ ଲୋକଙ୍କୁ ଡାକ ପକାଏ, ପଳେଇ ଯାଅ, ବନ୍ୟା ମାଡ଼ି ଆସିଲା, ବନ୍ୟା ମାଡ଼ି ଆସିଲା, ପଳେଇ ଯାଅ, ପଳେଇ ଯାଅ। ଏପଟରେ ବହୁତ ଜୋରରେ ଝଡ଼ ତୋଫାନ ଆରମ୍ଭ ହୋଇଯାଏ ଆଉ ନଦୀର ଜଳ ସବୁ ବହୁତ ଜୋରରେ ବହିବାକୁ ଲାଗେ। ଏପଟରେ ମାଙ୍କଡଟି ବହୁତ ଜୋରରେ ପାଟି କରି ଲୋକମାନଙ୍କୁ ସତର୍କ କରାଉଥାଏ, ପଳେଇ ଯାଅ, ବନ୍ୟା ମାଡ଼ି ଆସିଲା, ବନ୍ୟା ମାଡ଼ି ଆସିଲା।
ପଳେଇ ଯାଅ ପଳେଇ ଯାଅ। ତାପରେ ଗାଁ ଲୋକମାନେ ମାଙ୍କଡଟିର ଡାକ ଶୁଣି ସମସ୍ତେ ଉଚ୍ଚତମ ସ୍ଥାନକୁ ଚାଲିଗଲେ। ତାପରେ ଧୀରେ ଧୀରେ ଝଡ଼ ତୋଫାନ କମିବାକୁ ଲାଗିଲା। ଏଇ ମାଙ୍କଡଟି ପାଇଁ ଗାଁ ଲୋକ ସମସ୍ତଙ୍କର ଜୀବନ ରକ୍ଷା ହୋଇଥିବାରୁ ସେ ମନେ ମନେ ବହୁତ ଅନୁତାପ କଲା ଆଉ କହିଲା, ରଘୁ ଭାଇ ମତେ କ୍ଷମା କରିଦିଅ, ମୋ ଦ୍ୱାରା ବହୁତ ବଡ ଭୁଲ ହୋଇଯାଇଛି। ଇଏ କଣ କହୁଛ ରାଧୁ ଭାଇ? ମୁଁ ତ କିଛି ବୁଝିପାରୁନି। ହଁ ରଘୁ ଭାଇ, ତମେ ମତେ କ୍ଷମା କରିଦିଅ। ରାଜୁର ଫସଲ ମୁଁ ନଷ୍ଟ କରିଥିଲି, ହେଲେ ତମ ମାଙ୍କଡ ନାଁରେ ମୁଁ ମିଛ କହିଥିଲି। କାହିଁକି ନା ତମ ବେପାରର ଲାଭ ଦେଖି ମୁଁ ଜମା ବି ସହିପାରୁନଥିଲି। ସେଥିପାଇଁ ମୁଁ ଏ ମାଙ୍କଡକୁ ତମଠାରୁ ଅଲଗା କରିବା ପାଇଁ ଏସବୁ କରିଥିଲି। କଣ କହିଲୁ ରାଧୁ? ଏସବୁ ତୁ କରିଥିଲୁ? ତତେ ମୁଁ ଜମା ଛାଡ଼ିବିନି। ରାଧୁ, ତତେ ଏ ଭୁଲର ଦଣ୍ଡ ନିଶ୍ଚୟ ମିଳିବ। ରଘୁ କଣ ଏ ଗାଁ ଛାଡିଯିବ? ଆଜି ତୁ ଏ ଗାଁ ଛାଡିଯିବୁ। ନାଇଁ ମୁଖିଆ ଆଜ୍ଞା, ଆପଣ ଏମିତି କରନ୍ତୁ ନାହିଁ। ଯାହା ବି ହେଲେ ସିଏ ଆମର ଭାଇ, ଗାଁର ଲୋକ। ଯାହା ବି କିଛି ଭୁଲ କରିଦେଇଛନ୍ତି ତାକୁ ଆମେ କ୍ଷମା କରିଦବା। ଏମିତିରେ ସିଏ ତ ତାଙ୍କ ଭୁଲର ଅନୁତାପ କରିସାରିଛନ୍ତି। ହଁ ରଘୁ, ତୁ ଆଜି ଆମ ଏଇ ଗାଁ ଲୋକମାନଙ୍କୁ କ୍ଷମା କରିଦେ। ଆମେ ସମସ୍ତେ ତତେ କ୍ଷମା ମାଗୁଛୁ। ଯଦି ତୋର ଏଇ ମାଙ୍କଡଟି ଆଜି ନଥାନ୍ତା, ତାହେଲେ ଆମର ଏଇ ଗାଁ ଲୋକମାନେ ଆଜି ତାଙ୍କ ଜୀବନ ହରେଇ ଦେଇଥାନ୍ତେ। ଶୁଣ ରଘୁ, ଏଇ ମାଙ୍କଡଟି ପାଇଁ ଆଜି ଆମ ଗାଁ ଲୋକମାନଙ୍କର ଜୀବନ ବଞ୍ଚିଛି। ଆମେମାନେ ଏଇ ମାଙ୍କଡଟିକୁ ବଜରଙ୍ଗବାଲୀଙ୍କର ଭକ୍ତ ଭାବି ଆମେ ଗାଁ ଲୋକ ସମସ୍ତେ ତାକୁ ଭଲ ଭଲ ଫଳ ଆଣି ଖାଇବା ଲାଗି ଦେବୁ। ତାପରେ ଗାଁ ଲୋକମାନେ ସେ ମାଙ୍କଡଟିକୁ ବହୁତ ଭଲ ପାଇଲେ। ବିଜୟନଗର ରାଜ୍ୟର ସୀତାପୁର ନାମକ ଗୋଟେ ଛୋଟ ଗାଁରେ ରାଜୁ ନାମକ ଜଣେ ପିଲାଟିଏ ରହୁଥିଲା। ରାଜୁ ପାଠ ପଢ଼ିବାରେ ଆଗୁଆ ଥିଲା। ତାର ବିଦ୍ୟାଳୟରେ ସମସ୍ତଙ୍କଠାରୁ ବହୁତ ଭଲ ପାଠ ହେଉଥିଲା। ସବୁ କିଛି ଠିକ୍ ଥିଲା। ହେଲେ ଦୁଃଖର ବିଷୟ ଏହା କି ଏଇ କିଛି ଦିନ ତଳେ ରାଜୁର ବାପା ସେମାନଙ୍କୁ ଛାଡ଼ି ଭଗବାନଙ୍କ ପାଖକୁ ଚାଲିଗଲେ। ସେଇଦିନ ପରଠାରୁ ରାଜୁର ପରିବାରରେ ବହୁତ ଅଭାବ ଓ ଅସୁବିଧା ଦେଖାଦେଲା। ନିଜ ପରିବାରର ଏପରି ଅଭାବ ଓ ଅସୁବିଧା ଦେଖି ରାଜୁ ଧୀରେ ଧୀରେ ସ୍କୁଲ ଯିବା ବନ୍ଦ କରିଦେଲା। ସେ ମନେ ମନେ ଚିନ୍ତା କଲା, ନିଜ ମା ଆଉ ଭଉଣୀକୁ କେମିତି ଦିଅଣ୍ଡା ଦିଓଳି ଭଲରେ ଖାଇବାକୁ ଦେବି ଆଉ ସେମାନଙ୍କର ସାହାରା ବନିବି। ରାଜୁ ବହୁତ ଛୋଟ ହୋଇଥିଲେ ମଧ୍ୟ ତାର ଏପରି ବିଚାର ଆଉ ଚିନ୍ତାଧାରା କୋଉ ବଡ଼ ମଣିଷ ସହିତ କମ୍ ନୁହେଁ। ଏସବୁ କଥାକୁ ଚିନ୍ତା କରି ରାଜୁ ଜଙ୍ଗଲକୁ କାଠ କାଟିବା ଲାଗି ଚାଲି ଆସେ ଆଉ ଜଙ୍ଗଲରୁ କିଛି କାଠ ସଂଗ୍ରହ କରି ତାକୁ ନେଇ ବଜାରରେ ବିକ୍ରି କରେ। ଆଉ ସେ କାଠକୁ ବିକ୍ରି କରି ଯେତିକି ପଇସା ମିଳେ ସେଇଥିରେ ତାଙ୍କ ପରିବାର ଚଳେ। ଏମିତି ରାଜୁ ବଜାରରେ କାଠ ଗୁଡ଼ିକୁ ବିକ୍ରି କରି ସାରି ଘରକୁ ଫେରି ଆସେ। ତାପରେ ଘରେ ପହଞ୍ଚି ତା ମାକୁ ଡାକ ଦିଏ। ମା, ଏ ମା, କୁଆଡେ ଯାଇଛୁ? ଶୁଣିଲୁ ଟିକେ। ରାଜୁର ଡାକ ଶୁଣିଲା ପରେ ତା ମା ସେଠାରେ ଆସି ପହଞ୍ଚେ। ଆରେ ପୁଅ ରାଜୁ, ତୁ କଣ ଆଜି ଆସିବା ପାଇଁ ଏତେ ଡେରି କରିଦେଲୁ? ହଁ ମା, ଜଙ୍ଗଲରୁ କାଠ ଗୁଡ଼ିକୁ କାଟି ବଜାରରେ ବିକ୍ରି କଲା ବେଳେ ସେଇଠି ଟିକେ ଡେରି ହେଇଗଲା। ସେଥିପାଇଁ ଟିକେ ଲେଟ୍ ହେଇଗଲା ଘରକୁ ଫେରିବାକୁ ଆଉ। ଆରେ ପୁଅ, ମୁଁ ତତେ କେତେଥର କହିଛି ତୁ ଏ କାମ ଛାଡ଼ିଦେ ଆଉ ସ୍କୁଲକୁ ଯା। ହେଲେ ମା, ମୁଁ ଯଦି ଏ କାମ ଛାଡ଼ିଦେବି ତାହେଲେ ଆମ ଘର କେମିତି ଚଳିବ? ତମେ ତ ଜାଣିଛ ବାବା ଚାଲିଗଲା ପରେ ଏ ଘରେ ଆମେ 3 ଜଣ। ତମ ଦେହ ତ ବହୁତ ଅସୁସ୍ଥ ଆଉ ମୁନି ସେ ତ ବହୁତ ଛୋଟ। ଆଉ ବାକି ରହିଲି ମୁଁ ଯଦି କମେଇବା ଛାଡ଼ିଦେବି ତାହେଲେ ଆମ ପରିବାର କେମିତି ଚଳିବ? ହେଲେ ରାଜୁ, ତୁ ଏ କାମ ଛାଡ଼ିଦେ ଆଉ ସ୍କୁଲ ଯା। ଆଉ ମୁଁ ଯୋଉଠି ଯେମିତି କାମ କରି ଏ ପରିବାର ଚଳେଇବି। ହେଲେ ପରେ ତୁ ଏଥର ସ୍କୁଲ ଯା। ହେଲେ ମା, ତମେ ମୋ ପାଠ ପଢା କଥା ଚିନ୍ତା କରନି। ମୋର ଛୋଟ ଭଉଣୀ ମୁନି ଅଛି ନା, ସିଏ ପଢୁ। ଏମିତିରେ ପରିବାରରେ ଜଣେ ଶିକ୍ଷିତ ରହିବା ଦରକାର ନା। ସେଥିପାଇଁ କହୁଛି ମା, ମୁନି ପଢୁ। ମୁଁ ତାକୁ ଖାତା ଠାରୁ ବହି ପର୍ଯ୍ୟନ୍ତ ସବୁ ଯୋଗେଇ ଦେବି। ରାଜୁର ମା ରାଜୁକୁ ବହୁତ ବୁଝେଇବା ପାଇଁ ଚେଷ୍ଟା କରେ। ହେଲେ ରାଜୁ ଗୋଟେ ଜିଦି ଧରିଥାଏ ଆଉ ସେଇ ଗୋଟିଏ କଥାକୁ ସେ ବାରମ୍ବାର ଦୋହରାଉଥାଏ। ଓହୋ ମା, ମୁଁ ତମକୁ କହିଲି ନା ମୁଁ ସବୁ କିଛି ସମ୍ଭାଳି ଦେବି। ତମେ ତମ ଦେହର ଯତ୍ନ ରଖ ଆଉ ମୁନିର ପଢାପଢି ପ୍ରତି ଧ୍ୟାନ ଦିଅ।
ତା ପରଦିନ ସକାଳୁ ସକାଳୁ ରାଜୁ ତାର ଛୋଟ ଭଉଣୀ ମୁନିକୁ ଧରି ବାହାରିଯାଏ। ମୁନିକୁ ସ୍କୁଲରେ ଛାଡ଼ିଲା ପରେ ସେ ଜଙ୍ଗଲକୁ ଚାଲିଯାଏ। ଆଉ ସେ ସେଠାରେ ଦିନମାନ ଜଙ୍ଗଲରେ କାଠ କାଟିବାକୁ ଲାଗେ। ତାପରେ ସେ କାଠଗୁଡ଼ିକୁ ବଜାରରେ ବିକ୍ରି କରି ଘରକୁ ଫେରିଆସେ। ରାଜୁ ଫେରିବା ବାଟରେ ଦେଖେ ତ କିଛି ଲୋକ ଜମିରେ ଚାଷ କାମ କରୁଛନ୍ତି। ତାର କିଛି ଅଳ୍ପ ଦୂରରେ ଜଣେ ଜମିଦାର ବସିଛନ୍ତି। ଜମିଦାରକୁ ଦେଖି ରାଜୁ ମନେ ମନେ କହିଲା, ମୁଁ ଯାଇ ଦେଖେ ଏଠାରେ ଜମିଦାର ବସିଛନ୍ତି। ଯଦି ମୋ ପାଇଁ ଏଠି କିଛି କାମ ମିଳିଯାଏ ତାହେଲେ ମତେ ଆଉ ଜଙ୍ଗଲକୁ କାଠ କାଟିବାକୁ ଯିବାକୁ ପଡ଼ିବନି। ଏମିତି କହି ରାଜୁ ସେ ଜମିଦାରଙ୍କ ପାଖକୁ ଚାଲିଯାଏ। ତାପରେ ତାଙ୍କୁ ପଚାରେ, ଜମିଦାର ଆଜ୍ଞା, ମୋ ପାଇଁ ଏଥଲେ କିଛି କାମ ମିଳିପାରିବ କି? ହେଲେ ପୁଅ, ଏଠାରେ ତ କାମ ବହୁତ ଅଛି, ହେଲେ ତୁ ବହୁତ ଛୋଟ ପିଲା, ତୁ ଏ କାମ କରିପାରିବୁନୁ। ତୋର ତ ଏବେ ଲେଖାପଢ଼ାର ବୟସ। ଏମିତିରେ ଛୋଟ ପିଲାଙ୍କୁ କାମ କରେଇବା ଆଇନ ଅନୁଯାୟୀ ଅପରାଧ। ହଁ ଜମିଦାର ଆଜ୍ଞା, ମୁଁ ଜାଣିଛି ମୋର ଏବେ କାମ କରିବାର ବୟସ ହେଇନାହିଁ, ହେଲେ ମୁଁ କଣ କରିବି? ମୋର ଘରର ପରିସ୍ଥିତି ବହୁତ ଖରାପ। ସେଥିପାଇଁ ମତେ କାମ କରି ଟଙ୍କା କମେଇବାର ଅଛି, ଆଉ ମୋ ମା ଆଉ ଭଉଣୀକୁ ଭଲରେ ଖାଇବାକୁ ଗଣ୍ଡେ ଦବାର ଅଛି। ଏମିତି ରାଜୁ ଜମିଦାରକୁ ବହୁତ ଅନୁରୋଧ କଲା ପରେ ଜମିଦାର ତା କଥାରେ ରାଜି ହୋଇଯାଏ। ଆଉ ତାକୁ କୁହେ, ଆରେ ପୁଅ ରାଜୁ, ଦେଖ ମୋର ଏଇ ଜମି କାମ ତୁ କରିପାରିବୁ ତ? ଦେଖ, ଯଦି କରିପାରିବୁ କହ। ହଁ ଜମିଦାର ଆଜ୍ଞା, ମୁଁ କରିପାରିବି। ମୁଁ ମୋର ପରିବାରର ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛି। ଜମିଦାର ଆଜ୍ଞା, ଆପଣ ଯଦି କହିବେ ମୁଁ ଏବେ ସାଙ୍ଗେ ସାଙ୍ଗେ କାମ କରିବା ଲାଗି ବାହାରି ପଡ଼ିବି। ଜମିଦାର ରାଜୁର ଏପରି କାମ କରିବାର ଆଗ୍ରହତାକୁ ଦେଖି ବହୁତ ଖୁସି ହୋଇଯାଏ। ଆଉ କୁହେ, ଏ ପିଲାକୁ କାମ ଦେଲା ଭଳି ଆଜି କିଛି କାମ ନାହିଁ। ମୁଁ ଭାବୁଛି କାଲି ତା ପାଇଁ କିଛି ସହଜ କାମ ଦେଖି ତାକୁ ଦେବି। ଦେଖ ପୁଅ ରାଜୁ, ତୋର ଆଜି କିଛି କାମ କରିବା ଦରକାର ନାହିଁ। ତୁ କାଲି ସକାଳୁ କାମ କରିବା ଲାଗି ଆସିଯିବୁ। ହଉ ଠିକ ଅଛି ଜମିଦାର ଆଜ୍ଞା, କଣ ମୁଁ ଏଇଠାରେ ରହିକରି ଚାଷ କାମ ଦେଖିପାରିବି? ଆରେ ହଁ ହଁ, କାହିଁକି ନୁହେଁ। ତାପରେ ରାଜୁ ସେଇଠାରେ ଛିଡ଼ା ହୋଇ ଚାଷ କାମ ଦେଖିବାକୁ ଲାଗେ। ଏଉଠୁ ହିଁ ରାଜୁ ଜୀବନର କାହାଣୀ ଆରମ୍ଭ ହୁଏ। ରାଜୁ ସେଇଠାରେ ଛିଡ଼ା ହୋଇ ଚାଷ କାମ ଶିଖୁଥାଏ। ଏମିତି କିଛି ସମୟ ଚାଷ କାମ ଦେଖିଲା ପରେ ରାଜୁ ଘରକୁ ଯିବା ଲାଗି ବାହାରେ। ତାପରେ ରାଜୁ ଯାଉଥିବା ବାଟରେ ଚିନ୍ତା କରିବାକୁ ଲାଗେ। ମତେ ତ ଆଜି ଜମିଦାର କାମ କରିବାକୁ ଦେଲେନି। ଯାଉଛି ଆଜି ଗୋଟେ କାମ କରିବି, ଆଉ କିଛି ସମୟ ଅପେକ୍ଷା କରିବି। ସମସ୍ତେ ଚାଷ ଜମିରୁ ଚାଲିଗଲା ପରେ ମୁଁ ଚାଷ କାମ ଆରମ୍ଭ କରିଦେବି। କାହିଁକି ନା ମତେ ଯୋଉ କାମ କାଲି କରିବାର ଅଛି, ମୁଁ ତାକୁ ଆଜି ଆରମ୍ଭ କରିଦେବି। ଏମିତି ଚାହୁଁ ଚାହୁଁ କିଛି ସମୟ ବିତିଯାଏ। ତାପରେ ସମସ୍ତେ କ୍ଷେତ କାମ ସାରି ଘରକୁ ଚାଲିଯାଆନ୍ତି। ତାପରେ ପୁଣି କଣ ହୁଏ ନା, ରାଜୁ ହାତରେ କୋଦାଳ ଧରି ଚାଷ ଜମିରେ ଚାଷ କାମ କରିବାକୁ ଲାଗେ। ଏମିତିରେ ଚାଷ କାମ କରୁ କରୁ ବହୁତ ବିଳମ୍ବ ହୋଇଯାଏ। ଏପଟରେ ରାଜୁର ମା ରାଜୁକୁ ଅପେକ୍ଷା କରି କରି ବହୁତ ଅସ୍ତବ୍ୟସ୍ତ ହୋଇପଡ଼ିଥାଏ। ଆରେ ଆଜି ତ ରାଜୁ ଆସିବାର ବହୁତ ଡେରି ହେଇଗଲାଣି। ଯିଏ ଆସୁ ସେ ଟୋକା, ଆଜିଠାରୁ ତାର ଜଙ୍ଗଲ ଯିବା ମୁଁ ଛଡଉଛି। ରାଜୁର ମା ଏମିତି କହିବା ସମୟରେ ରାଜୁ ଆସି ସେଠାରେ ପହଞ୍ଚେ। ଆରେ ଆସିଗଲୁ ତୁ? ତତେ ମୁଁ ଆଗରୁ ବହୁତ ଥର ମନା କରିଛି, ତୁ ଏ କାମ ଛାଡ଼ିଦେ ଆଉ ସ୍କୁଲ ଯା। ତୁ ଯଦି ଏମିତି ଡେରିରେ ଆସିବୁ ଆଉ ଲେଟରେ ଖାଇବା ଖାଇବୁ, ତୋର ଦେହ ମୁଣ୍ଡ ଖରାପ ହେବନି? ଯଦି ଦେହ ମୁଣ୍ଡ ଖରାପ ହୁଏ ତାହେଲେ ସେ ରୋଜଗାର କୋଉ କାମକୁ? ରାଜୁ ଏମିତି ମାକୁ ବ୍ୟସ୍ତ ହବାର ଦେଖି କୁହେ, ମା, ତମକୁ ଏବେ ଏତେ କଥା ଚିନ୍ତା କରିବା କିଛି ବି ଦରକାର ନାହିଁ। ଏଇ ତୁ କଣ କାଲିଠାରୁ ସ୍କୁଲ ଯିବୁ କି? ନାଇଁ ମା, ମତେ ଆଉ ଜଙ୍ଗଲକୁ କାଠ ଆଣିବାକୁ ଯିବାକୁ ପଡିବନି। ମତେ ଏଇ ପାଖ କ୍ଷେତରେ ଗୋଟେ ଜମିଦାରଙ୍କ ପାଖରେ ଗୋଟେ କ୍ଷେତ କାମ ମିଳିଯାଇଛି। ଏଥର ଭଲ ହେଲା, ମୋର ଆଉ ବିଳମ୍ବ ବି ହବ ନାହିଁ, ଆଉ ଅଧିକା ପଇସା ବି ମିଳିଯିବ। ଏ କଥା ଶୁଣି ସାରିବା ପରେ ରାଜୁର ମା ବହୁତ ଖୁସି ହୁଏ। ହେଲେ ସେ ରାଜୁକୁ କାମ କରିବା ଲାଗି ମନା କରେ। ଶୁଣ ରାଜୁ, ମୁଁ ତତେ କହି ଦଉଛି, ଯେତେ ଜଲ୍ଦି ହବ ତୁ ଏ କାମ ଛାଡ଼ି ଆଉ ସ୍କୁଲ ଯା। ମା, ତମେ କୁହ, ତମେ ବହୁତ ଅସୁସ୍ଥ ଆଉ ମୁନି ବହୁତ ଛୋଟ, କେମିତି ଚଳିବ ଆମ ଏ ଘର? ତମେ ମୋ କଥା ଚିନ୍ତା କରନି, ମୁଁ ଏବେ ବହୁତ ବୁଝିଲା ସୁଝିଲା ହେଇଗଲିଣି। ମତେ ଏବେ ନିଜ ମା ଆଉ ଭଉଣୀର ଧ୍ୟାନ ରଖିବା ଆସେ। ମା, ତମେ ଜମା ବ୍ୟସ୍ତ ହୁଅ ନା।
ପ୍ରତିଦିନ ରାଜୁ ତାର ଭଉଣୀ ମୁନିକୁ ସ୍କୁଲରେ ଛାଡ଼ି କ୍ଷେତକୁ କାମ କରିବା ଲାଗି ଆସେ। ଜମିଦାର ଆଜ୍ଞା ପ୍ରଣାମ। ଆରେ ପୁଅ ରାଜୁ, ତୁ ଆସିଗଲୁ? ଆରେ ମୁଁ ତ ଭାବିଲି ତୁ ଏ ଚାଷ କାମ ଦେଖି ବହୁତ ଡରିଗଲୁ ବୋଲି। ନାଇଁ ଜମିଦାର ଆଜ୍ଞା, ମତେ ଏବେ କୋଉ କାମ ଡରେଇ ପାରିବନି, କାହିଁକି ନା ବାପା ମରିଗଲା ପରେ ମୋ ପରିବାରର ଦାୟିତ୍ୱ ମୁଁ ଏବେ ମୋ ମୁଣ୍ଡକୁ ନେଇଛି। ସେଥିପାଇଁ ମୁଁ ସେ ଦାୟିତ୍ୱକୁ ତୁଲେଇବା ପାଇଁ କିଛି ବି କାମ କରିପାରେ। ବା ରାଜୁ ବା, ବର୍ତ୍ତମାନ ସମୟରେ ତ ଯୋଉମାନେ ବାହା ହେଉଛନ୍ତି ସେମାନେ ତାଙ୍କ ପିତା ମାତା ଉପରେ ନିର୍ଭର କରୁଛନ୍ତି, ହେଲେ ତୁ ଗୋଟେ ପିଲା, ତତେ ମାନିବାକୁ ପଡିବ। ତୁ ତମର ହୃଦୟ ଜିତି ନେଲୁ। ହଉ ଠିକ ଅଛି ଆଜ୍ଞା, ଜମିଦାର ସାହେବ ମତେ ଏବେ କାମ ଦିଅନ୍ତୁ। ରାଜୁର ନିଜ ପରିବାର ପ୍ରତି ଏତେ ଦାୟିତ୍ୱ ଓ ସମ୍ମାନକୁ ଦେଖି ଜମିଦାର ମନେ ମନେ କୁହେ, ଆରେ ଏ ପିଲାର ନିଜ ପରିବାର ପ୍ରତି ଏତେ ଦାୟିତ୍ୱ ଦେଖି ମତେ ଲାଗୁଛି ମୁଁ ଯଦି ତାକୁ ଏଠାରେ କାମ ନ ଦିଏ ତାହେଲେ ସିଏ ଆଉ କାହା ପାଖରେ ଯାଇ କାମ କରିବ। ତାହେଲେ ଏବେ ପାଇଁ ଗୋଟେ କାମ କରୁଛି, ମୋର ସେଇ ଛୋଟ ଜମିରେ ତାକୁ କାମ କରିବା ଲାଗି ଛାଡୁଛି। ଦେଖ ରାଜୁ, ସେପଟେ ଯୋଉ ଛୋଟ ଚାଷ ଜମିଟା ଅଛି ତୁ ସେଇଠାରେ ଯାଇ କାମ କର। ଆଉ ତାହେଲେ ଠିକ ଅଛି ଜମିଦାର ଆଜ୍ଞା, ତାହେଲେ ମୁଁ ଏବେ ସାଙ୍ଗେ ସାଙ୍ଗେ ଯାଉଛି। ତାପରେ ରାଜୁ ସେଠାରୁ ସାଙ୍ଗେ ସାଙ୍ଗେ ଯାଇ ସେ ଛୋଟ କ୍ଷେତରେ କାମ କରିବାକୁ ଲାଗେ। ରାଜୁର ଛୋଟବେଳୁ ଗୋଟେ ଅଭ୍ୟାସ ରହିଛି, ସେ ଯେଉଁ କାମ କରେ ତାକୁ ମନ ଲଗାଇ କରିଥାଏ। ସେ ପାଠ ପଢା ହେଉ କି ଅନ୍ୟାନ୍ୟ ଯେଉଁ କାମ ବି ହେଇନଥାଉ କାହିଁକି। ଏମିତି ଦେଖୁ ଦେଖୁ ରାଜୁ ଅଳ୍ପ ସମୟ ମଧ୍ୟରେ ସେ କ୍ଷେତର କାମ ଶେଷ କରିଦିଏ। ଚାଲ, ଏଠାରେ ତ କାମ ସରିଗଲା, ଏବେ ଯାଉଛି ଜମିଦାରଙ୍କ ପାଖକୁ ଯିବି ଆଉ ତାଙ୍କୁ କହି ଅଲଗା କ୍ଷେତରେ କାମ କରିବି। ଜମିଦାର ଆଜ୍ଞା, ସେ କ୍ଷେତର ସବୁ କାମ ମୁଁ ସାରି ଦେଇଛି, ଏବେ କୁହ ମୁଁ ଆଉ କୋଉ କ୍ଷେତରେ ଯାଇ କାମ କରିବି? ରାଜୁର ମୁହଁରୁ ଏ କଥା ଶୁଣି ଜମିଦାର ପୁରା ଚମକି ପଡେ ଆଉ କୁହେ, ଆରେ କଣ କହୁଛୁ ରାଜୁ, ସେ କ୍ଷେତର କାମ ସରିଗଲା? ହଁ ଜମିଦାର ଆଜ୍ଞା, ସେ କ୍ଷେତ ତ କାମ ହିସାବରେ ବହୁତ ଛୋଟ ଥିଲା, ସେଥିପାଇଁ ଜଲ୍ଦି ସରିଗଲା। ଏବେ କୁହ ମୁଁ କୁଆଡେ ଯିବି? ଆରେ ନାଇଁ ନାଇଁ ପୁଅ, ତୋର ବୟସ ହିସାବରେ ତୋର ଆଜି ବହୁତ କାମ ହେଇଗଲା, ତୁ ଏବେ ଘରକୁ ଯା ଆଉ ବିଶ୍ରାମ କର। ଜମିଦାର ମୁହଁରୁ ଏସବୁ କଥା ଶୁଣି ରାଜୁ କୁହେ, ନାଇଁ ନାଇଁ ଜମିଦାର ଆଜ୍ଞା, ଏବେ ତ ବହୁତ କାମ ବଞ୍ଚିଛି, ଆପଣ କୁହନ୍ତୁ କୋଉଠି କାମ କରିବାରେ ଅଛି? ନାଇଁ ରାଜୁ, ଆଜି କିଛି ବି କାମ ଆଉ ବଞ୍ଚି ନାହିଁ। ଜମିଦାର ରାଜୁକୁ ବହୁତ ବୁଝେଇଲା ପରେ ବି ରାଜୁ ଜମା ବି ମାନେ ନାହିଁ। ତାପରେ ଜମିଦାର କୁହେ, ହଉ ଠିକ ଅଛି ରାଜୁ, କଣ ତୁ ମୋର ଗୋଟେ କାମ କରିପାରିବୁ? କୁହନ୍ତୁ ନା ଜମିଦାର ଆଜ୍ଞା। ଆଚ୍ଛା ଦେଖ ପୁଅ, ତୁ କାମ ଜାଣିବା ପୂର୍ବରୁ ମୋ ପ୍ରଶ୍ନର ଉତ୍ତର ଦେ। ହଁ ପଚାରନ୍ତୁ, କଣ ଜାଣିବାକୁ ଚାହୁଁଛନ୍ତି ଆପଣ? ଆଚ୍ଛା ରାଜୁ, ତୁ କେତେ ବାଟ ପାଠ ପଢିଛୁ କହିଲୁ? ମୁଁ ଅଷ୍ଟମ ଶ୍ରେଣୀ ଯାକେ ପାଠ ପଢିଛି, ଆଉ ନବମରେ ମୋର ନାଁ ଲେଖା ହେଇଥିଲା, ହେଲେ ମୋର ବାବାଙ୍କ ଦେହାନ୍ତ ହେଇଯିବାରୁ ସେବେଠାରୁ ମୁଁ ଆଉ ସ୍କୁଲ ଯାଉନି। ଏମିତିରେ ଆମ ପରିବାରର ଖର୍ଚ୍ଚ ଆଉ ମୋ ଭଉଣୀ ପଢାର ଖର୍ଚ୍ଚ ସବୁ ଉଠେଇବାକୁ ପଡୁଛି, ହେଲେ ଆପଣ ଦେଖିବେ ମୁଁ ନ ପଢେ ପଛେ ମୋ ଭଉଣୀକୁ ବହୁତ ପଢେଇବି। ଆରେ ସାବାସ ରାଜୁ ସାବାସ, ତତେ ତ ମାନିବାକୁ ପଡିବ। ଆଚ୍ଛା ରାଜୁ, ତତେ ହିସାବ ପତ୍ର ଆସିବ ତ? ଆଜ୍ଞା ଜମିଦାର ସାହେବ, ମତେ ଆସିବ, ମୋର ଗଣିତରେ ବହୁତ ଭଲ ହୁଏ। ତାହେଲେ ରାଜୁ ଶୁଣ, ତୁ କାଲିଠାରୁ ଆଉ କ୍ଷେତକୁ କାମ କରିବା ପାଇଁ ଆସିବୁନୁ। ଜମିଦାରର ମୁହଁରୁ ଏପରି କଥା ଶୁଣି ରାଜୁ ତ ବହୁତ ଆଶ୍ଚର୍ଯ୍ୟ ହୋଇଯାଏ ଆଉ କୁହେ, ଜମିଦାର ସାହେବ, କଣ ମୋ ଦ୍ୱାରା କିଛି ଭୁଲ ହେଇଗଲା କି? ଯଦି ମୋର ଭୁଲ ହେଇଯାଇଛି ତାହେଲେ ମତେ କ୍ଷମା କରିଦିଅନ୍ତୁ, ମତେ ଦୟାକରି କାମରୁ ବାହାର କରନ୍ତୁ ନାହିଁ। ଆରେ ରାଜୁ, ତୁ ତ ପୁରା ଡରି ଯାଉଛୁ ରେ। ଆରେ ମୁଁ ତ କହୁଛି ତତେ କ୍ଷେତକୁ ଆସିବାକୁ ପଡିବ ନାହିଁ, ତୁ ଏ ମଜଦୁର ଭଳିଆ କ୍ଷେତରେ କାମ କରିବା ଛାଡି ମୋର ଏଠାରେ ତୁ ହିସାବ ପତ୍ରର କାମ କରିବୁ। କଣ କହିଲ ଜମିଦାର ଆଜ୍ଞା, ହିସାବ ପତ୍ରର କାମ? ଆରେ ହଁ ହଁ ରାଜୁ ହଁ, ତାହେଲେ ଡେରି କାହିଁକି, ଯା ସେଠାରେ ଟେବୁଲ ପଡିଛି, କାମରେ ଲାଗି ପଡ। ତାପରେ ରାଜୁ ଜମିଦାରର କଥା ମାନି ତାର କ୍ଷେତରେ ହିସାବ ପତ୍ର କାମ କରିବାକୁ ଲାଗେ। ରାଜୁ ସେଠାରେ କାମ କରୁଥିବା ମଜୁରିଆ ମାନଙ୍କ ଦରମା ଆଉ ଅନ୍ୟାନ୍ୟ ପଇସା ସବୁ ହିସାବ କରି ସାଙ୍ଗେ ସାଙ୍ଗେ ଜମିଦାର ପାଖକୁ ନେଇଯାଏ। ଏଇ ନିଅନ୍ତୁ ଜମିଦାର ଆଜ୍ଞା,
କ୍ଷେତରେ କାମ କରୁଥିବା ସବୁ ମଜଦୁର ମାନଙ୍କ ଦରମା ଆଉ ଅନ୍ୟାନ୍ୟ ଜିନିଷର ହିସାବ ମୁଁ କରିଦେଇଛି। अरे राजू तू एते जल्दी सब हिसाब पत्र करदेलु रह मु भी टिके देखिने। तापरे जमीदार पुणी थरे से हिसाब खाता को चेक करिने। तापरे से चेक करी देखे तो सबुतक हिसाब एकदम ठीक अछि। तापरे से राजू को कहे साबास राजू साबास, अरे सबुतक हिसाब तो पूरा ठीक अछि रे, तते मानिबाकू पड़िबो रे। तू काम रे जेमती आउ हिसाब पत्र रे भी सेमिति। ନାଇଁ ମୁଖ୍ୟ ଆଜ୍ଞା, ସେମିତି କିଛି କଥା ନାହିଁ। ମୁଁ ତମକୁ କହିଥିଲି ନା ମୋର ଗଣିତ ଫେଭରାଇଟ ସବଜେକ୍ଟ ବୋଲି। हाँ हाँ से तो ठीक कथा हेले राजू तू बहुत भल रे, तू सब काम मन लगे करुछु। ହଁ ମୁଖ୍ୟ ଆଜ୍ଞା, କଥା କଣ କି ମୋ ବାବା କୁହନ୍ତି ଆମେ ଯୋଉ କାମ କରିବା ସେ କାମକୁ ଦିଲ ଆଉ ଲଗନ ଲଗେଇ କାମ କରିବା ଦରକାର। ଯେମିତି ସେ କାମ ଗର୍ବ କରିବ कि आमे से काम को करिछु बोली। वाह राजू वाह, तोते तोर बापा तो बहुत बढ़िया कथा शिखेइचंती। सुन राजू आजिर तो बहुत सारा काम हेई गला, तू एथर हमरो खाली हिसाब पत्र रो काम करिबो। आउ ठीक अछि जमीदार आज्ञा, आपण जा कहिबे मु सेया करिबी। आउ ताले मु एबे घर को जाउची, काली सकाळे आसीबी। तापरे राजू आज बहुत बेला बेली घर को फेरी आसे। आउ घरे पहुंची ता माँ को डाकिबाकू लागे। माँ ए माँ। राजूर डाक शुणी ता माँ सेठारे आसी पहुंचे। आउ आज राजू को बहुत जल्दी घर को फेरी आसिबार देखी ताको कुहे अरे राजू तू आज बहुत जल्दी पळे आसिलु, कोन आज काम नथिला कि? नहीं माँ, आज तो काम थिला, हेले मु मोर सब काम जल्दी सारी देली, सेथिपाई मते जमीदार घर को पठेई देले। जाहो बहुत भलो हैला तू आसी गलो। माँ मु तमको गोटे कथा कहबाको भूली जाइथिली। की कथा पुओ? माँ मते बे खेतरे मजूरियांक परी काम करबाको पड़िबनी, काहेकि ना मु जेतेबेले जमीदार को कहली मु गणित रे बहुत भलो पढ़े बोली, से मते बे हिसाब पत्र रो काम करिबे लागि देइचंती। एथरा तो मु खाली हिसाब पत्र रो काम करूची। अरे बा ए तो बहुत बढ़िया हैला, तते काम रे दुईटी जाको फायदा हेबो। एक रे तते मजूरियांक भली काम करबाको पड़िबनी, आ दुई रे तोर गणित भी आहुरी बढ़िया हेबो। आ माँ मु जेतेबेले आज जमीदार को हिसाब पत्र देखैली से मोर बहुत प्रशंसा कले। अरे तू आज जदी जल्दी आसी जाइछु ताल चल कोन दिटा खाई दे आउ आराम कर। हौ माँ चलो, तमे खाइबा बाल्ह मु धोई हे आसुची। एमिति राजू प्रतिदिन खेतरे हिसाब पत्र रो काम करे आउ बहुत जल्दी घर को फेरी आसे। एमितिरे किछि दिन बीती जाए। जमीदार देखंती राजू घंटाकर हिसाब मिंटिक मध्यरे सारी दिए, आउ जेतेक बाकीतक समय तार व्यर्था जाए। ए सबु घटना को लक्ष्य करी जमीदार राजू को पाखकू डाकंती। तापरे राजू जमीदार को पाखकू जाए। अरे पो राजू मु जा कहिबी तुम कथा मानिबो? हाँ जमीदार आज्ञा कहंतु कौन कहिबे? अरे राजू तू तो हिसाब पत्र काम बहुत जल्दी सारी दउछु, आउ तापरे एठारे तो आउ किछि काम नाही, तोर एठारे समय बहुत व्यर्थ जाउछि। तू गोटे काम कर, तू काली ठारू स्कूल जीवु, आउ स्कूल रु पाठ पढ़ी एठा को आसीबो। एमितिरे तोर पाठ पढ़ा भी हेई जिवो आउ मोर काम भी हेई जिवो। किंतु अरे ए किंतु बिंतु कौन राजू, तू जमा भी व्यस्त होना, तोर पढ़ा फीस मु भरी देबी। आउ तू जेते समय काम कले मध्य मु तते पूरा दिन रो पैसा देबी। हाँ हेले तू जमा भी व्यस्त होना, तू मन लगई पाठ पढ़। जमीदार को ठारू एते साहाय्य मिलिबार देखी राजू बहुत खुशी हो जाए, आउ जमीदार को धन्यवाद जनाए। जमीदार आज्ञा आपण को बहुत बहुत धन्यवाद, आपण मते बहुत साहाय्य करिसंती। अरे एतिरे साहाय्य जणाइबा कोन दरकार, तू तो मोर पुओ बड़ी, एमितिरे भी तो भितरे बहुत टैलेंट अछि। तू पढ़ी लेखी बहुत जणे भलो मनीष हेई पारिबो। ओ ताहले जा राजू,
ତୁ ଏଥର କାଲି ସକାଳେ ସ୍କୁଲରୁ ପାଠ ପଢ଼ି ସାରି ଏଠାକୁ ଆସିବୁ। ତାପରେ ରାଜୁ ସେଠାରୁ ଖୁସିରେ ଦୌଡ଼ି ଦୌଡ଼ି ଆସି ଘରେ ପହଞ୍ଚେ ଆଉ ତା ମାଆକୁ ସବୁ କଥା କୁହେ। ମା, ମୁଁ ଆଜି ତମକୁ ଗୋଟେ ଖୁସି ଖବର ଦେବି। ଆଚ୍ଛା, କି ଖୁସି ଖବର ରାଜୁ? ମା, ତମର ଇଚ୍ଛା ପୂରଣ ହବା ପାଇଁ ଯାଉଛି। ମୋ ଇଚ୍ଛା? ମୋର କୋଉ ଇଚ୍ଛା ପୂରଣ ହବା ପାଇଁ ଯାଉଛି ପୁଅ? ମତେ ଟିକେ ସଫା ସଫା କହ ତ। ଭାବ, ମତେ ସବୁବେଳେ ତମେ କୋଉ କଥା ପାଇଁ ଗାଳି ଦିଅ? ମୋର ତ ସବୁଠାରୁ ବଡ ଇଚ୍ଛା ଏଇଆ କି ତୁ ସବୁବେଳେ ସ୍କୁଲ ଯାଉ ବୋଲି। ହଁ ମା, ତମର ସେଇ ଇଚ୍ଛା ପୂରଣ ହବା ପାଇଁ ଯାଉଛି। କଣ? ତୁ ଆଉ କାମକୁ ଯିବୁନି? ହଁ ମା, କାମକୁ ବି ଯିବି ଆଉ ପଢିବାକୁ ବି ଯିବି। ହେଲେ କେମିତି? ଏକା ସାଙ୍ଗରେ ଦୁଇଟା କାମ କେମିତି କରିବୁ? ମୁଁ ତ କିଛି ବୁଝିପାରୁନି। ତାହେଲେ ଶୁଣ ମା, ମତେ ଜମିଦାର କହିଲେ ତମେ ପ୍ରଥମେ ଆଗ ପଢିବା ପାଇଁ ଯିବ, ତାପରେ ସ୍କୁଲରୁ ଆସିଲା ପରେ କ୍ଷେତକୁ କାମ କରିବା ଲାଗି ଆସିବ। ଆଉ ସେ ଏକଥା ମଧ୍ୟ କହିଛନ୍ତି ମୋର ପଢା ଫିସ୍ ସେ ହିଁ ଭରିଦେବେ। ଆରେ ବା, ସତରେ? ତୋ ଜମିଦାର ତ ବହୁତ ହୃଦୟବାନ ଲୋକ ଭଳି ଜଣା ପଡୁଛନ୍ତି। ଶୁଣ ପୁଅ, ତୁ ତାଙ୍କୁ ଭଲରେ ଧନ୍ୟବାଦ ଜଣେଇବୁ। ତୁ କହିଲୁ ବର୍ତ୍ତମାନ ସମୟରେ କିଏ କାହାକୁ ଏତେ ସାହାଯ୍ୟ କରେ? ତୋ ଜମିଦାର ତତେ କେତେ ସାହାଯ୍ୟ ନ କରିଛନ୍ତି କହିଲୁ? ହଁ ମା, ତମେ ଠିକ କହିଛ। ମା, ତମେ ଜାଣିଛ ଜମିଦାର ନୁହେଁ, ମୋର ଏମିତି ମନ ଲଗାଇ କାମ କରୁଥିବାର ଦେଖି ସିଏ ମୋ ପାଇଁ ଏତେ ସବୁ କରିଛନ୍ତି। ଏମିତି ରାଜୁର ଆଚାର ଓ ବ୍ୟବହାର ଓ ନିଷ୍ଠାପର କାମ ପ୍ରତି କର୍ତ୍ତବ୍ୟ ଓ ମାତା ପିତାଙ୍କର ଆଶୀର୍ବାଦ ଓ ସଂସ୍କାର ପାଇଁ ଆଜି ତାକୁ ଏସବୁ ମିଳିପାରିଛି। ତାପରେ ସେଇଦିନ ପରଠାରୁ ରାଜୁ ଆଉ ତାର ଭଉଣୀ ମୁନି 2 ଜଣ ମିଶି ସ୍କୁଲକୁ ଯାଆନ୍ତି। ତାପରେ ରାଜୁ ସ୍କୁଲରୁ ପାଠପଢ଼ା ସାରି ସିଧା ଜମିଦାରଙ୍କ କ୍ଷେତକୁ ଯାଏ ଆଉ ସେଇଠାରେ ତାର ବାକିତକ କାମ କରେ। ଏଥର ରାଜୁ ଆଉ ତା ପରିବାର ବହୁତ ଖୁସିରେ ରୁହନ୍ତି। ସେଥିପାଇଁ ତ କହନ୍ତି ଦୁନିଆରେ କିଛି ଭଲ ଲୋକ ନଥିଲେ ଏ ଦୁନିଆ ଚାଲିବନି। ଆପଣମାନେ ତ ଏଇ କାହାଣୀରେ ଦେଖିଲେ ଏ ଜମିଦାର କେମିତି ଏମିତିକା ଲୋକମାନଙ୍କ ପାଇଁ ହିଁ ଏ ଦୁନିଆ ଚାଲିଛି। କ'ଣ ଠିକ୍ କହିଲି ନା? ଜୟ ଜଗନ୍ନାଥ। ରହୁଛି।